ଲକ୍ଷରେ ଗୋଟିଏ ହୋଇଥାନ୍ତି ଏହି 21 ପ୍ରକାରର ସ୍ତ୍ରୀ ଲୋକ। ସାଙ୍ଗମାନେ, ମୁଁ ଆଜି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସୌଭାଗ୍ୟଶାଳୀ ସ୍ତ୍ରୀମାନଙ୍କର ଶରୀରରେ ଥିବା ଲକ୍ଷଣ ଆଧାରରେ ତାଙ୍କର ଭବିଷ୍ୟତ ଓ ବ୍ୟକ୍ତିତ୍ୱ ବିଷୟରେ ଜଣାଇବାକୁ ଯାଉଛି। ସାଙ୍ଗମାନେ, ଭାରତୀୟ ସଂସ୍କୃତିରେ ଶୁଭ ଅଶୁଭ ଏବଂ ଭଲ ଖରାପ ଏସବୁ କଥା ଉପରେ ବହୁତ ମହତ୍ତ୍ୱ ଦିଆଯାଇଥାଏ। ଆମର ଜ୍ୟୋତିଷ ଶାସ୍ତ୍ର ହେଉଛି ବିରାଟ ବଡ଼ ସମୁଦ୍ର ଭଳି, ଯେଉଁଥିରେ ପ୍ରତ୍ୟେକ ଜିନିଷ ପଛରେ ଥିବା ଅର୍ଥକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆମର ଆଖପାଖରେ ଯେତେ ସବୁ ଘଟଣା ଘଟିଥାଏ, ତାହାର ସମ୍ବନ୍ଧ ଆମର ନିକଟ ଭବିଷ୍ୟତ ସହିତ ନିଶ୍ଚିତ ଭାବରେ ଯୋଡ଼ି ହୋଇ ରହିଥାଏ। ଆମ ଶରୀରରେ ଥିବା କିଛି ଚିହ୍ନ ବା କଳାଜାଇ କିମ୍ବା ଆମ ଶରୀରର କିଛି ଗଠନରେ ବି କିଛି ଏମିତି ଅର୍ଥ ଲୁଚିକି ରହିଥାଏ। ଭଗବାନ ପ୍ରତ୍ୟେକ ମନୁଷ୍ୟର ଶରୀର ଗଠନକୁ ଅଲଗା ଅଲଗା ଭାବରେ ତିଆରି କରିଛନ୍ତି। ଯେମିତିକି ରଙ୍ଗ, ରୂପ, ସ୍ୱଭାବ, ବିଚାର ଶୈଳୀ, ପରିସ୍ଥିତି ଆଦି ସବୁଥିରେ ଜଣେ ଅନ୍ୟ ଜଣକଠାରୁ ଭିନ୍ନ ହୋଇଥାଏ। ସମୁଦ୍ର ଶାସ୍ତ୍ର ଆମର ବୈଦିକ ସଂସ୍କୃତିର ଏକ ପ୍ରମୁଖ ଅଂଶ ଅଟେ ଏବଂ ଯେଉଁଥିରେ ଆମ ଶରୀର ଉପରେ ନିର୍ମିତ ଏହି ସବୁ ଚିହ୍ନ ଏବଂ ଶରୀରର ବିଭିନ୍ନ ଅଙ୍ଗ ଗଠନର ଅଧ୍ୟୟନ କରି ମନୁଷ୍ୟର ଭବିଷ୍ୟତ ଏବଂ ବର୍ତ୍ତମାନ ବିଷୟରେ କୁହାଯାଇଛି। ତେବେ ଆସନ୍ତୁ ଆଜିର ଏହି ଭିଡିଓ ମାଧ୍ୟମରେ ଜାଣିବା ଯେ ସୌଭାଗ୍ୟଶାଳୀ ସ୍ତ୍ରୀମାନଙ୍କ ଶରୀରରେ ଥିବା ସେହି ଏମିତି ମୂଲ୍ୟାଙ୍କନ ଚିହ୍ନ ଏବଂ ଅଙ୍ଗର ଗଠନ ବିଷୟରେ, ଯାହାର ସିଧା ପ୍ରଭାବ ତାଙ୍କର ଜୀବନ ଉପରେ ପଡ଼ିଥାଏ। ନମ୍ବର 1, ଯେଉଁ କନ୍ୟାମାନଙ୍କର ମୁହଁ ତାଙ୍କ ବାପାଙ୍କ ସହ ମିଶୁଥାଏ, ସେମିତି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାଏ। ନମ୍ବର 2, ଯେଉଁ ସ୍ତ୍ରୀମାନଙ୍କର ନାଭି ବଡ଼ ଓ ଗଭୀର ହୋଇଥାଏ, ସେହି ସ୍ତ୍ରୀଙ୍କୁ ଶୁଭ ବୋଲି ମାନା ଯାଇଥାଏ। ଯେଉଁ ସ୍ତ୍ରୀର ନାଭି ବଡ଼ ଏବଂ ଗଭୀର ହେବା ସହିତ ଡାହାଣ ପଟକୁ ମୋଡ଼ି ହୋଇ ରହିଥାଏ, ଏମିତି ସ୍ତ୍ରୀ ଧନ, ସୁଖ ଓ ସନ୍ତାନ ସନ୍ତତିରେ ସମ୍ପୂର୍ଣ୍ଣ ହୋଇଥାନ୍ତି ଏବଂ ସୁଖ ସମୃଦ୍ଧି ତାଙ୍କର ପାଦ ସ୍ପର୍ଶ କରିଥାଏ। ନମ୍ବର 3, ଯେଉଁ କନ୍ୟାମାନଙ୍କର ଜଙ୍ଘ ହୃଷ୍ଟପୃଷ୍ଟ ଏବଂ ମାଂସଳ ହୋଇଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏହି କାରଣରୁ ତାଙ୍କର ସ୍ୱାମୀଙ୍କର ଘର ଓ ଗାଡ଼ି ଆଦିର ସୁଖ ବହୁତ ଭଲ ଭାବରେ ପ୍ରାପ୍ତି ହୋଇଥାଏ। ନମ୍ବର 4, ଯେଉଁ ସ୍ତ୍ରୀର ଆଗପଟ ହାତୀ ପରି ଉଠି ହୋଇ ରହିଥାଏ, ସେହି ସ୍ତ୍ରୀମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ସେ ତାଙ୍କ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ନମ୍ବର 5, ଯେଉଁ ନାରୀମାନଙ୍କର ନାଭିର ଆଖପାଖରେ କଳାଜାଇ ରହିଥାଏ, ସେ ତାଙ୍କ ସ୍ୱାମୀଙ୍କ ପାଇଁ ବହୁତ ଲକି ବା ଭାଗ୍ୟଶାଳୀ ହୋଇଥାନ୍ତି। ନମ୍ବର 6, ଯଦି ଆପଣ କନ୍ୟା ଦେଖିବାକୁ ଯାଉଛନ୍ତି, ତାହେଲେ ଏହି କଥା ଉପରେ ବିଶେଷ ଭାବରେ ଧ୍ୟାନ ରଖିବା ଉଚିତ କି କନ୍ୟାର ପାଦର କାନି ଆଙ୍ଗୁଠି ଭୂମିକୁ ଯଦି ସ୍ପର୍ଶ କରୁଥାଏ, ତେବେ ସେ ସ୍ତ୍ରୀକୁ ବହୁତ ଶୁଭ ବୋଲି ମାନା ଯାଇଥାଏ। ନମ୍ବର 7, ଯେଉଁ ସ୍ତ୍ରୀମାନଙ୍କର ଦାନ୍ତ ଲମ୍ବା ହୋଇଥାଏ, ସେମାନଙ୍କୁ କେବେ ବି ଧନର ଅଭାବ ହୋଇନଥାଏ। ସେମାନଙ୍କୁ କେବେ ବି ଗରିବତାର ସାମ୍ନା କରିବାକୁ ପଡ଼ିନଥାଏ। ନମ୍ବର 8, ଯେଉଁ କନ୍ୟାମାନଙ୍କର ପାଦରେ ଶଙ୍ଖ, ଚକ୍ର ଏବଂ ପଦ୍ମ ଚିହ୍ନ ରହିଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ସ୍ତ୍ରୀମାନେ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି। ନମ୍ବର 9, ଯେଉଁ ମହିଳାମାନଙ୍କର କେଶ ଲମ୍ବା ହୋଇଥାଏ, ସେମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି ମାନା ଯାଇଥାଏ। ଏହି ସ୍ତ୍ରୀମାନଙ୍କୁ ନିଜର ଭାଗ୍ୟ ବଳରେ ସବୁ ସୁଖ ଆନନ୍ଦ ମିଳିଥାଏ। ନମ୍ବର 10, ଯେଉଁ ଯୁବତୀମାନଙ୍କର ଆଖି ପଦ୍ମ ଫୁଲର ପାଖୁଡ଼ା ସମାନ ଏବଂ ଆଖି ଭିତର ଅଂଶଟି କ୍ଷୀର ଭଳି ଧଳା ହୋଇଥାଏ, ଏହି କନ୍ୟାମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟବର୍ଦ୍ଧକ ହୋଇଥାନ୍ତି। ନମ୍ବର 11, ଯେଉଁ ସ୍ତ୍ରୀମାନଙ୍କର ଲଲାଟ ସମତଳ ଏବଂ ସିନ୍ଦୂର ଲଗାଇବା ସ୍ଥାନ ବହୁତ ଉନ୍ନତ ହୋଇଥାଏ, ଏମିତି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ
ତାଙ୍କର ସ୍ୱାମୀଙ୍କର ଆୟୁଷ ମଧ୍ୟ ବହୁତ ଲମ୍ବା ହୋଇଥାଏ। ନମ୍ବର 12, ଯଦି ଝିଅମାନଙ୍କର କେଶ ଘନ, କଳା ଓ କୁଣ୍ଡ ଭଳି ମୋଡ଼ି ହୋଇ ରହିଥାଏ, ତେବେ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ନମ୍ବର 13, ଯେଉଁ ସ୍ତ୍ରୀମାନଙ୍କର କାନର ଉପର ଭାଗ ଚଉଡ଼ା ଏବଂ ତଳ ଭାଗ ସରୁ ହୋଇ ରହିଥାଏ, ସେହି ସ୍ତ୍ରୀମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କର ଆୟୁଷ ବହୁତ ଲମ୍ବା ହୋଇଥାଏ। ନମ୍ବର 14, ଯେଉଁ ସ୍ତ୍ରୀମାନଙ୍କର ବେକ ଲମ୍ବା ହୋଇଥାଏ, ସେମାନଙ୍କୁ ବହୁତ ମଙ୍ଗଳକାରୀ ବୋଲି ମନାଯାଇଥାଏ। ଶାସ୍ତ୍ର ଅନୁଯାୟୀ ଯେଉଁ ନାରୀମାନଙ୍କର ବେକ ଲମ୍ବା ହୋଇଥାଏ, ସେମାନେ ବହୁତ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। ସେ ଥିବା ଅବସ୍ଥାରେ ତାଙ୍କ ସ୍ୱାମୀଙ୍କର କେବେ ବି ଧନର ଅଭାବ ହୁଏ ନାହିଁ। ନମ୍ବର 15, ଯେଉଁ ସ୍ତ୍ରୀମାନଙ୍କର ପାଦର ଗୋଇଠି ଗୋଲାକାର ଏବଂ କୋମଳ ହୋଇ ରହିଥାଏ, ସେହି ସ୍ତ୍ରୀମାନେ ବହୁତ ସୁଖ ସୁବିଧା ଭୋଗ କରିଥାନ୍ତି। ତାଙ୍କର ଏହି ଗୁଣ କାରଣରୁ ତାଙ୍କର ପରିବାରର ସମସ୍ତଙ୍କର ଲାଭ ହୋଇଥାଏ। ନମ୍ବର 16, ଯେଉଁ କନ୍ୟାମାନଙ୍କର ପାଦର ଆଙ୍ଗୁଠି ଗୋଲାକାର ଏବଂ ଉଠି ହୋଇ ରହିଥାଏ, ସେହି ଝିଅମାନେ ତାଙ୍କ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ନମ୍ବର 17, ଯେଉଁ ସ୍ତ୍ରୀମାନଙ୍କର ପାଦର ଗୋଇଠି ସର୍ପାକାର ଏବଂ ପାଦରେ ତ୍ରିକୋଣ ଚିହ୍ନ ହୋଇ ରହିଥାଏ, ସେମିତି ସ୍ତ୍ରୀ ବହୁତ ଭାଗ୍ୟବତୀ ହୋଇଥାନ୍ତି। ପାଦରେ ତ୍ରିକୋଣ ଚିହ୍ନ ଅର୍ଥାତ୍ ଚାଲାକ ହୋଇଥାନ୍ତି, ଯିଏ ନିଜର ବୁଦ୍ଧି ଏବଂ ବିବେକ ଦ୍ୱାରା ନିଜର ଘର ପରିବାରକୁ ଖୁସିରେ ରଖିଥାନ୍ତି। ନମ୍ବର 18, ଯେଉଁ ମହିଳାମାନଙ୍କର ଆଖି ବଡ଼ ହୋଇଥାଏ, ସେମାନେ ବହୁତ ଦୟାଳୁ ପ୍ରକୃତିର ହୋଇଥାନ୍ତି। ତାଙ୍କ ଭିତରେ ଦାନ ପରୋପକାରର ଭାବନା ସବୁବେଳେ ରହିଥାଏ। ସେ ନିଜ ସହିତ ନିଜ ପରିବାରର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି। ଯେଉଁ ଘରେ ତାଙ୍କର ବିବାହ ହୋଇଥାଏ, ସେ ଘର କେବେ ବି ଧନର ଅଭାବର ସାମ୍ନା କରିବାକୁ ପଡ଼ିନଥାଏ। ନମ୍ବର 19, ଯେଉଁ ସ୍ତ୍ରୀମାନଙ୍କ ଶରୀରର ଡାହାଣ ଅଂଶ ଅପେକ୍ଷା ବାମ ଅଂଶରେ ଅଧିକ କଳାଜାଇ ରହିଥାଏ, ସେହି ଝିଅମାନଙ୍କୁ ନିଜର ପରିବାର ପାଇଁ ବହୁତ ଭାଗ୍ୟଶାଳୀ ବୋଲି ମନାଯାଇଥାଏ। ସେ ନିଜର ଶାଶୁଘର ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କ ପରିବାରରେ କେବେ ବି ସୁଖ ସୁବିଧାର କମି ହୁଏ ନାହିଁ। ନମ୍ବର 20, ଯେଉଁ ମହିଳାମାନଙ୍କର ପାଦ ଲମ୍ବା ହୋଇଥାଏ, ତାଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନାଯାଇଥାଏ। ତାଙ୍କର ବିବାହ ଯେଉଁ ଘରେ ହୋଇଥାଏ, ସେହି ଘରେ କେବେ ବି ଧନର ଅଭାବ ହୁଏ ନାହିଁ। ନମ୍ବର 21, ମହିଳାମାନଙ୍କ ମଥାରେ ମଝି ଅଂଶରେ କଳାଜାଇ ରହିଲେ ସେହି ଝିଅମାନଙ୍କର ବିବାହ ଅତ୍ୟନ୍ତ ଧନୀ ସମ୍ପନ୍ନ ବ୍ୟକ୍ତିଙ୍କ ସହ ହୋଇଥାଏ। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି କିମ୍ବା ଆପଣମାନେ ଏହି ଭିଡ଼ିଓରେ ସହମତ, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ମାଧ୍ୟମରେ ସବୁକିଛି ତ୍ରୁଟି ବିଷୟରେ ଲେଖନ୍ତୁ ଏବଂ ଏହି ସବୁ ଲକ୍ଷଣ ଥିବା ଝିଅମାନଙ୍କର ନାମ ମଧ୍ୟ କମେଣ୍ଟରେ ଲେଖିବାକୁ ଭୁଲନ୍ତୁ ନାହିଁ ଏବଂ କମେଣ୍ଟରେ ମା ମହାଲକ୍ଷ୍ମୀଙ୍କ ନାମ ମଧ୍ୟ ଲେଖିଦିଅନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।